ଜାଳିଦେଲେ ଗୋରୁ ବୋଝେଇ ଅମିନି। ଅତି ନୃଶଂସ ଭାବେ ଗୋରୁଗୁଡ଼ିକ ବନ୍ଧା ହୋଇ ବେଆଇନ ଚାଲାଣ ହେଉଥିଲା। ଭଦ୍ରକ ସାବରଙ୍ଗ ଥାନା ନିକଟ ଭଟତିରା ରେଲୱେ ଷ୍ଟେସନ ଲେବଲ କ୍ରସିଂ ନିକଟରେ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଓମିନି ଗାଡ଼ିକୁ ନିଆଁ ଲଗାଇ ଦେଇଛନ୍ତି ଲୋକେ। ତେବେ ତା ପୂର୍ବରୁ 6ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସାବରଙ୍ଗ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାବରଙ୍ଗରୁ ବେଆଇନ ଭାବେ ଗୋରୁ ଓମିନି ଭଦ୍ରକ ମିର୍ଜାପୁର ଆସୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏପଟରେ ଗୋରୁ ଚାଲାଣ ଜୋରସୋର ଚାଲୁଛି ଏବଂ ପ୍ରାୟ ଛୋଟ ଛୋଟ ଗାଡ଼ିରେ ବହୁତ ମାନେ 4-6 ଗୋରୁ ଏଭଳିଆ ନେଇକି ଆସୁଛନ୍ତି। ଆଜି ଆମେ ଡ୍ୟୁଟି ସାରିଲା ପରେ ଏଇଟା ଭଟତିରା ରେଲୱେ ଷ୍ଟେସନ ଏଇ ବାଟ ଦେଇ ଆମେ ଆସୁଥିଲା ବେଳେ ଦେଖିଲୁ ଯେ କି ଗୋଟେ ଗୋରୁ ଗାଡ଼ିକି ନିଆଁ ଲଗା ହେଇଛି ଏବଂ 4-6ଟି ଗୋରୁ ବାହାରେ ବୁଲୁଛନ୍ତି। ଦେଖିବା ଏଇଗୁଡ଼ା ସବୁ ଭାରି ଖରାପ ଲାଗୁଛି ଯେ କି ଗୋଟେ ଗାଡ଼ିରେ 6-7ଟା ଗୋରୁ ଆଣି ପୁରେଇ ଆସୁଛନ୍ତି। ବହୁତ ଅନୈତିକର କାମ ଚାଲିଛି ଏଇପଟେ। ରୋଡ ପ୍ରଶାସନ ଟିକେ ଧ୍ୟାନ ଦେଲେ ଏଇ ପ୍ରତି ଟିକେ ଭଲ ହୁଅନ୍ତା ଏବଂ ଆମ ଅଞ୍ଚଳରେ ଏଇଟା ଗୋଟେ ପ୍ରଥା ଚାଲିଲାଣି ଯେ କି ବଡ଼ ଗାଡ଼ି ଧରା ପଡ଼ିଲା ବେଳେ ଛୋଟ ଗାଡ଼ିରେ ଗୋ ଚାଲାଣ ଏବଂ ଗୋମାଫିଆ ମାନଙ୍କର ଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଛି। ଆମକୁ ତ 112ରୁ ଖବର ଆସିଲା। ଆମେ ଖବର ପାଇଁ ତୁରନ୍ତ ଆସିକି ଏଠି ଆମର ଭଟତିରା ରେଲୱେ ଷ୍ଟେସନ ଲେବଲ କ୍ରସିଂ ପାଖରେ ପହଞ୍ଚି ଦେଖିଲୁ ଗୋଟେ ଓମିନି ଗାଡ଼ିରେ ନିଆଁ ଲାଗିଥିଲା। ତାକୁ ତୁରନ୍ତ ଆମେ ଆମର ହୋସ କରିକି ତାକୁ ନିଆଁକୁ ସମ୍ପୂର୍ଣ୍ଣ ଲିଭେଇ ସାରିଲୁ। ଗାଡ଼ି ସମ୍ପୂର୍ଣ୍ଣ ଭାବେ ଲିଭି ଯାଇଛି। ଆସିଲା ବେଳକୁ ଗୋରୁ ଫୋରୁ କିଛି ନାହାନ୍ତି।